କାହିଁକି ବିଳମ୍ବ କରୁଛନ୍ତି ଗତକାଲି ତ ଯୋଉ ଆମର ରାଜ୍ୟସଭା ସଦସ୍ୟ ମୁନା ଖାଁ ଭେଟିଲା ପରେ ତ କହିଛନ୍ତି ଯେ ମୁଁ ନିଶ୍ଚିତ ଭାବରେ ଅନୁଧ୍ୟାନ କରିବି ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହୁଛନ୍ତି। ତେଣୁ ଆମେ ନିଶ୍ଚିତ ଟିକେ ଅପେକ୍ଷା କରିବା କ'ଣ ଅନୁଧ୍ୟାନ କରୁଛନ୍ତି କରିବେ ଆଉ କାର୍ଯ୍ୟାନୁଷ୍ଠାନ କ'ଣ ନେବେ ତ ଆମେ ଅପେକ୍ଷା କରିବା କଥା। ବିଳମ୍ବ ଅନୁସାରେ ଦେଖିଲା ବେଳକୁ ରାଜ୍ୟସଭାରେ ସଂସଦ ମାନେ ଯୋଉମାନେ ଅଛନ୍ତି ସାଂସଦ ମାନେ ସେ ଦିଭାଗ ହେଇଗଲେଣି। ଗୋଟେ ପାଣ୍ଡିଆନ ବିରୋଧୀ ପାଣ୍ଡିଆନ ଗୋଟେ ଫାଇଟ୍ ଆରମ୍ଭ ହେଇଗଲାଣି। ନାଇଁ ନାଇଁ ସ୍ୱାଭାବିକ ଭାବରେ ଦିଭାଗ ହେବାର କାରଣଟା ହେଲା ଯେତେବେଳେ ମୂଳରୁ ନିଷ୍ପତ୍ତି ନେଇଥିଲେ ତାଙ୍କର ପାର୍ଲାମେଣ୍ଟାରୀ କମିଟି ଯେନ୍ ବସିଥିଲେ ନବୀନ ବାବୁଙ୍କର ସଭାପତି ତୋରି ବସିଥିଲେ ସେତେବେଳେ ତ ଆଲୋଚନା କରିଥିଲେ ଯେ ଆମେ ତାକୁ ବିରୋଧ କରିବା। ତା ପରବର୍ତ୍ତୀ ଅବସ୍ଥାରେ ଯୋଉ ଡିସିସନଟା ହେଲା ସେଥିରେ ସମସ୍ତେ ଦିଭାଗ ହେଇଛନ୍ତି ସାଂସଦମାନଙ୍କ ଭିତରେ ଦିଭାଗ ହେଇଛନ୍ତି। ତେଣୁ ତାକୁ ସେ ଅନୁଧ୍ୟାନ କରିବେ ପୁଣି ସେ ମତ ପରିବର୍ତ୍ତନ କଥା ଯୋଉ ହେଇଛି ସେଟା କିଏ କହିଛି କୋଉ ପରିସ୍ଥିତିରେ କହିଛି ସେଟା ତ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଆମେ ମଧ୍ୟ ଯାଇଥିଲୁ ଭେଟିଥିଲୁ ଆମର ଯୋଉ ଆଡଭାଇଜରୀ କମିଟି ବାଲା ଆମେ ମଧ୍ୟ ଭେଟିଥିଲୁ ସଭାପତିଙ୍କୁ ତାଙ୍କୁ ମଧ୍ୟ ଆମେ ମଧ୍ୟ ସମସ୍ତେ କହିଲା ପରେ ସେ ବି କହିଛନ୍ତି ମୁଁ ନିଶ୍ଚିତ ଭାବରେ ତାକୁ ଅନୁଧ୍ୟାନ କରିବି। ଆଉ କହିଛନ୍ତି ତ ଗତକାଲି ଦେଇଛନ୍ତି ତାଙ୍କର ବକ୍ତବ୍ୟରେ ମୁଁ ଦେଖୁଥିଲି ଟିଭିରେ ଯେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯୋଉ କୋଉ ପରିସ୍ଥିତିରେ ହଁ ଦେଖିବେ ବିଚାର କରିବେ ଦେଖିବେ ତ ଦେଖିକି ତ ପୁଣି କଣ ଗୋଟେ ନିଷ୍ପତ୍ତି ନେବେ ନା ଅପେକ୍ଷା କରିବା କଥା ଟିକେ। ଆଜ୍ଞା ଆପଣ ଯାଇଥିଲେ ଭେଟିଲେ ମୁନା ଖାଁ ଭେଟିଲେ ଏବଂ ନବୀନ ପଟ୍ଟନାୟକ କହୁଛନ୍ତି ବିଚାର କରିବେ କିନ୍ତୁ ତା ଭିତରେ ଭିନ୍ନ ଭିନ୍ନ ଭୋଟିଂ ହବାଟା ଅଲଗା କଥା। ଜଣେ ଜଣଙ୍କ ବିରୋଧରେ ଆଲିଗେସନ ଆଣିକିରି ସୋସିଆଲ ମିଡିଆରେ ଯୋଉ ତାଙ୍କର ଛବିକୁ ମଳିନ କରିବା ଇଏ ଦଳର ଗୋଟେ ସେଟା ତ ହେଇଛି ଯେହେତୁ କହିଲି ପରା ପ୍ରଥମରୁ ଯୋଉ ନିଷ୍ପତ୍ତି ହେଇଥିଲା ଆଉ ନିଷ୍ପତ୍ତି ବଦଳିଲା ବୋଲି ତ ପୁଣି ସମସ୍ତଙ୍କୁ ନେଇକରି ବଦଳିବାର କଥା ଥିଲା ଯୋଉଟା ସେଟା ହେଇନାହିଁ। ଆଉ ଜଣେ ତାଙ୍କର ଯୋଉ ରାଜ୍ୟସଭା ଯୋଉ ଅଛନ୍ତି ନେତା ସସ୍ମିତ ପାତ୍ର ଯିଏ ରାଜ୍ୟସଭା ସଦସ୍ୟ ସେ ଯୋଉ ଟ୍ୱିଟ୍ କଲେ ସେଟାକୁ କିଛି ଲୋକ ଗ୍ରହଣ କଲେ ନାହିଁ। ଆମର ତ ନିଷ୍ପତ୍ତି ଗୋଟେ ପ୍ରକାର ହେଇଥିଲା। ନିଜେ ସସ୍ମିତ ପାତ୍ର ମଧ୍ୟ କହିଛନ୍ତି ଗୋଟେ ଷ୍ଟେଟମେଣ୍ଟରେ ମୁଁ ଦେଖୁଥିଲି ଯେ ୱାକଫ ବୋର୍ଡ ବିଲ୍ ବିରୁଦ୍ଧରେ ପୁଣି ପରବର୍ତ୍ତୀରେ ଯୋଉ ପରିବର୍ତ୍ତନ ଆସିଲା ଯୋଉ ଚେଞ୍ଜ ହେଲା ଡିସିସନ ସେଟାକୁ କେଉଁ ପରିସ୍ଥିତିରେ କିଭଳି ଭାବରେ ହେଲା ସେଟା ତ ସେଥିପାଇଁ ତ ବିଭ୍ରାଟିଆ ସବୁ ହେଇଛି। ସସ୍ମିତ ପାତ୍ରଙ୍କର କ୍ଷମତା ଅଛି ଯେ ସସ୍ମିତ ପାତ୍ରଙ୍କର ନିଷ୍ପତ୍ତିକୁ ଚେଞ୍ଜ କରିଦେବେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ମାନିବେନି ଏଭଳିଆ ବିଶ୍ୱାସ କରିପାରିବେ। ସେଥିପାଇଁ ତ ସେ କହୁଛନ୍ତି ସଭାପତି ସେଥିପାଇଁ କହୁଛନ୍ତି ଆମ ଦଳର ନେତା ଯେ ସେ ଦେଖିବେ କଣ ଅନୁଧ୍ୟାନ କରିବେ କୋଉ ପରିସ୍ଥିତିରେ ସେଟା ପୁଣି ତାର ମତ ପରିବର୍ତ୍ତନ ହେଇଛି ବିବେକ ଅନୁମୋଦିତ ଭୋଟ ଦେବା ପାଇଁ ନିଷ୍ପତ୍ତି ହେଲା ଦେଖିବେ ବୋଲଛନ୍ତି। ଦେଖନ୍ତୁ ନବୀନ ପଟ୍ଟନାୟକ କହୁଛନ୍ତି ଦେଖିବେ ବୋଲି ଆମେ ଅପେକ୍ଷା ନ କରି ନେତାମାନେ ପରସ୍ପର ବିରୋଧରେ ଗଇ ଖୋଳାଖୋଳି ହେବା ଚାରି ସାଂସଦ ଦେବାଶିଷ ସାମନ୍ତରାୟ କହିବା ଦେବାଶିଷ ସାମନ୍ତରାୟ ଚାରି ସାଂସଦ କହିବା ଇଏ ଦଳର ଛବିକୁ ଆହୁରି ଅଧିକ ମଳିନ କରୁନି କି? ସେଥିପାଇଁ ତ ଖୁବ୍ ଶୀଘ୍ର ତା ଭିତରେ ଗୋଟେ ଜବନିକା ପଡିବା ଉଚିତ ମୋ ମତରେ। ତାକୁ ଅଧିକା ସମୟ ନ ନେଇକିରି ଖୁବ୍ ଶୀଘ୍ର ଯେହେତୁ ସେ ନାହାନ୍ତି କିଏ ସସ୍ମିତ ପାତ୍ର କୁଆଡେ ବାହାରକୁ ପାର୍ଲାମେଣ୍ଟାରୀ କମିଟି ଟୁରରେ ଯାଇଛନ୍ତି ଆସିଲେ ନିଶ୍ଚିତ ଭାବରେ ତାର ଭିତରେ ଗୋଟେ ଜବନିକା ପଡିବ। ତା ପୂର୍ବରୁ ଏ ନେତାମାନେ କାହିଁକି ଏମିତି ହଉଛନ୍ତି ଦଳକୁ କହୁଛନ୍ତି ସେଟା କାହାର କିଭଳି ଭାବରେ ବ୍ୟକ୍ତିଗତ ଭାବରେ କିଏ କଣ କହୁଛି କଣ କରୁଛି ସେ ତ ଅଲଗା କଥା। ଆମେ ତ ଆମର ଯାହା ମତ କହିବା କଥା ଆମେ ଆମ ଯୋଉ ଆଡଭାଇଜରୀ କମିଟିରେ ଆମେ ଯାଇକରି ଆମ ସଭାପତିଙ୍କୁ ଆମେ ଅବଗତ କରେଇଛୁ ଯେ କୋଉଟା ଠିକ ହେଲା କୋଉଟା ଭୁଲ ହେଲା ଆମେ କହିଛୁ ସବୁ ସେ ଅନୁସାରେ ସେ ନିଶ୍ଚିତ ଭାବରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ମୋର ବିଶ୍ୱାସ। ଆଜ୍ଞା ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଅନେକ ଲୋକ ପାଣ୍ଡିଆନଙ୍କୁ ଦାୟୀ କରୁଥିଲେ ସେ ଅଲଗା କଥା ଥିଲା କିନ୍ତୁ ତାଙ୍କ ପାଇଁ ତାଙ୍କ ସପକ୍ଷରେ ବାହାରିକିରି କହିବା ଏବଂ ଜଣେ ବରିଷ୍ଠ ନେତାଙ୍କୁ ଏଭଳି ଟାର୍ଗେଟ କରିବା ତ ଇଏ କୋଉଠି ନା କୋଉଠି ଦଳ ପାଇଁ ଟିକେ କ୍ଷତିକାରକ ହଉନି କି? ସେଇଟା ତ ଦଳ ପାଇଁ ତ ଯାହା ହଉଛି ସବୁ ନିଶ୍ଚିତ ଭାବରେ କ୍ଷତିକାରକ ଏଥିରେ ତ ଟିକେ ବି ମାନେ ସନ୍ଦେହ ନାହିଁ। ତେଣୁ ଖୁବ୍ ଶୀଘ୍ର ତାକୁ ଜବନିକା ପଡିବା ଉଚିତ ଏଥିରେ ଆଉ ଅଧିକା ବିଳମ୍ବ କରିବାଟା ଠିକ ହବ ନାହିଁ। ବିଲ୍କୁ ନେଇକି ଯୋଉ ବିବାଦ ଆରମ୍ଭ ହେଇଥିଲା ବିଜେଡି ଭିତରେ ବର୍ତ୍ତମାନ ପାଣ୍ଡିଆନକୁ ନେଇକି ସେ ବିବାଦ ପରିବର୍ତ୍ତନ ହେଇଗଲାଣି। କିଛି ଫର ଅଛନ୍ତି କିଛି ବିରୋଧରେ ଅଛନ୍ତି ତାକୁ ନେଇକି ସୋସିଆଲ ମିଡିଆରେ ମଧ୍ୟ ଗଇ ଖୋଳାଖୋଳି ହେଉଛନ୍ତି। ସେ ଯାହା ବିରୁଦ୍ଧରେ ଯିଏ ବି ଯାହା କହୁଛି ଆମେ ତ ଅଲ୍ଟିମେଟଲି ଆମେ କାହା ପାଖକୁ ସେ କଥାଟା ଯିବ ନିଶ୍ଚିତ ଭାବରେ ଆମ ଦଳର ସୁପ୍ରିମୋଙ୍କ ପାଖକୁ ହିଁ ଯିବ। କିଏ କାହା ବିରେ କହିଲା ମୁଁ ତ ସେମିତି କାହା ବିରୁଦ୍ଧରେ କହିବା ପାଇଁ ଉଚିତ ମନେ କରୁନାହିଁ କିନ୍ତୁ ଅଲ୍ଟିମେଟଲି ସେ ସଭାପତିଙ୍କର ଇଏକୁ ହିଁ ଯିବ। ତେଣୁ ସିଏ ନିଜେ ଏଟାକୁ ଖୁବ୍ ଶୀଘ୍ର ୟାର ଗୋଟେ ଜବନିକା ପକେଇବା ଉଚିତ ଅଧିକା ୟାକୁ ବିଳମ୍ବ କରିବାଟା ଠିକ ହବ ନାହିଁ। ଗତକାଲି ଯୋଉ ଚାରି ସାଂସଦ କହିଲେ ସୋସିଆଲ ମିଡିଆକୁ ଆସିଲେ ସେମାନେ ଏକ ପ୍ରକାର ପାଣ୍ଡିଆନକୁ ସୁରକ୍ଷା ଦେବାକୁ ନବୀନକୁ ମଧ୍ୟ କାଠଗୋଳା ଟାଣିଦେଲେ କହିଦେଲେ ନବୀନଙ୍କ ନିଷ୍ପତ୍ତି ନେତୃତ୍ୱ ନିଷ୍ପତ୍ତିରେ ଆମେ
ଭୋଟ ଦେଇଛୁ ସେ ପ୍ରକାର ନବୀନ ପଟ୍ଟନାୟକ ଲେଖା ଠିକ ଅଛି ଯଦି କହୁଛନ୍ତି ସେମାନେ ଯଦି କହିଥିବେ ସେଟା ସେ କହିବେନି ଯଦି କହିଥିବେ ସଭାପତି ତାଙ୍କୁ ଦେଇଥିବେ ନିର୍ଦ୍ଦେଶ କହିଥିବେ ସେ କହିବେନି କହିବେ ତ ବିଳମ୍ବ ହେବା କଥା ନୁହେଁ ନାଇଁ ଖୁବ ଶୀଘ୍ର ତାକୁ ଗୋଟେ ଜବନିକା ପଡିବା ଉଚିତ ଏଥିରେ ଅଧିକା ବିଳମ୍ବ କଲେ କ୍ଷତି ନିଶ୍ଚିତ ଭାବରେ ଦଳ ପାଇଁ ହଉଛି ଭୁଲ ଠିକ ହଉନାହିଁ ସାର୍ ଏଇ ଯୋଉ ଜଟିଳ ପରିସ୍ଥିତି ସୃଷ୍ଟି ହେଇଛି ଆଉ ବନ୍ଦ ଘରେ ନିଷ୍ପତ୍ତି ନୁହେଁ ସମସ୍ତଙ୍କ ସାମ୍ନାରେ ସମସ୍ତଙ୍କୁ ନେଇକିରି ଗୋଟେ ନିଷ୍ପତ୍ତି ହେବା ଦରକାର ଯେ କଣ ଚାଲିଛି ଏବଂ କଣ ହେବା ଦରକାର ଆଗକୁ କହିଲି ତ ସେ କଣ କଲେ ଠିକ ହବ ଦଳ ପାଇଁ ଯୋଉଟା ଲାଭବାନ ହବ ସେଥିପାଇଁ ନିଶ୍ଚିତ ନିଷ୍ପତ୍ତି ଖୁବ ଶୀଘ୍ର ନେବା ଉଚିତ ସମସ୍ତଙ୍କୁ ନେଇକିରି ନିଶ୍ଚିତ ଭାବରେ କିଛି ସମସ୍ତଙ୍କୁ ନେଇକିରି ମାନେ କଣ କିଛି ଲୋକଙ୍କ ସାଙ୍ଗରେ ପରାମର୍ଶ ଆଲୋଚନା କରିକି ତ କରିବା ଉଚିତ ଆମେ ମଧ୍ୟ ସେ କଥା ଏକା ତାଙ୍କୁ କହିଛୁ ଆପଣ କଣ ପରାମର୍ଶ ସବୁ ଦେଲେ ଆମେ ଦେଲୁ ଯାହା ପରାମର୍ଶ ଦେଲୁ ଆଉ କଣ ସେଟା ଆମେ ପ୍ରେସ ମିଡିଆରେ ତ କୁହାଯାଇପାରିବ ନାହିଁ ଦେଇଛୁ ଆମେ ଆମର ଯାହା ଆମର ମତାମତ ଦେବା କଥା ଦେଇଛୁ କିନ୍ତୁ ସେ ପର୍ଯ୍ୟନ୍ତ ଯୋଉ ନେତାମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜ ନିଜ ବିରୁଦ୍ଧରେ ଗଇଖୋଳାଖୋଳି ହେଉଛନ୍ତି ସେମାନେ ଚୁପ୍ ରହିବା ଆବଶ୍ୟକ ଆଉ ନିଶ୍ଚିତ ଭାବରେ ଯେହେତୁ ଗୋଟେ ଅଧିକା ତା ବାବଦରେ ଆଉ ଆଲୋଚନା କରିବାଟା ଠିକ ହବ ନାହିଁ ଯୋଉ ସଭାପତିଙ୍କୁ ତ ସେ ବି କହିବା ଉଚିତ କହିଲେଣି ତ ବ୍ୟକ୍ତିଗତ ଭାବରେ ନ କହିକି ତ ପୁଣି ପ୍ରେସରେ କହିସାରିଲେଣି ତେଣୁ ଆଉ ଅଧିକା ସେ ବାବଦରେ କରିବାଟା କଲେ ସେଟା ଦଳ ପାଇଁ କ୍ଷତିକାରକ ହଉଛି ଠିକ ହଉନାହିଁ ଆଚ୍ଛା ଇଏ ଯୋଉ ଚାରି ସାଂସଦ ଗତକାଲି ବାହାରିକିରି ପାଣ୍ଡିଆନ ସପକ୍ଷରେ ବାହାରିଲେ କି କଣ ତାଙ୍କ ନିଜ ଇଚ୍ଛାରେ ବାହାରିଲେ ତାଙ୍କ ପଛରେ ଆଉ କିଏ ଅଛି ସେଟା ତାଙ୍କର ନିଜସ୍ୱ ମତ ହେଇଥାଇପାରେ ମୁଁ ଆ ପଛରେ କି ରହିବ ଆଗରୁ ବାହା ନଥିଲେ ଏତେ ଲୋକ କହୁଥିଲେ ବାହା ନଥିଲେ କାଲି ହଠାତ୍ ନବୀନ ନିବାସରେ ପାଣ୍ଡିଆନ ଗୋ ବ୍ୟାକ୍ ନାରା ପଡିଲା ଆଉ ଏପଟେ ମାନେ ପୁରା ଟ୍ୱିଟ୍ କରି ହଁ ସେ ତ ତାଙ୍କର ବ୍ୟକ୍ତିଗତ ଭାବରେ ମତ ଯୋଉ ମାନେ ମତ ପୋଷଣ କରୁଛନ୍ତି ସେଟା ତାଙ୍କର ବ୍ୟକ୍ତିଗତ ମତ ହେଇଥିବ ନିଶ୍ଚିତ ଭାବରେ ତାଙ୍କର ଆଉ କିଏ ତାଙ୍କୁ ପରାମର୍ଶ ଦଉଥିବ ପାଣ୍ଡିଆନ ନାହାନ୍ତି ଦଳରେ ସନ୍ନ୍ୟାସ ନେଇଯାଇଛନ୍ତି ତାହେଲେ ତାଙ୍କ ସପକ୍ଷରେ ଦଳର ଲୋକ ବାହାରିବା ଆବଶ୍ୟକ କଣ ସେ ନିଜେ ଯାହା କହିବେ ସେଟା ସେମାନେ ଜାଣିଥିବେ ମୁଁ କହିପାରିବିନି ପାଣ୍ଡିଆନ ତ ନାହାନ୍ତି ସନ୍ନ୍ୟାସ ନେଲେ ବୋଲି ତ ନିଜେ ଘୋଷଣା କଲେ ତାର ବାଦ ମାନେ ଅଧିକା ତାଙ୍କ ବାବଦରେ ଆଲୋଚନା କରିବା କରିକିରି ଦଳଟାକୁ କ୍ଷତି ପହଞ୍ଚାଇବାଟା ତ ଠିକ ହଉନାହିଁ କ୍ଷତି କରୁଛି ସେଟା ନିଶ୍ଚିତ ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ 42-43 ବର୍ଷ ହେଲା ଆମେ ଦଳରେ ଅଛୁ ବିଜୁ ପଟ୍ଟନାୟକ ସାଙ୍ଗରେ ଥିଲୁ ନବୀନ ପଟ୍ଟନାୟକ ସାଙ୍ଗରେ ଅଛୁ ବହୁତ ପୁରୁଣା ଇଏ କିନ୍ତୁ ଏଇଟା ଆଦୌ ଠିକ ହଉନାହିଁ ତେଣୁ ଶୀଘ୍ର ସଭାପତି ଆମ ଦଳର ସୁପ୍ରିମୋ ୟାକୁ ଖୁବ ଶୀଘ୍ର ଜବନିକା ପକେଇବା ଉଚିତ ଏଥିରେ ଅଧିକ ବିଳମ୍ବ କରିବା ଆଦୌ ଠିକ ହବ ନାହିଁ ଅସନ୍ତୋଷ ବି ତେଜୁଛି ଯାଦ୍ୱାରା ଯୋଉମାନେ ସପୋର୍ଟରେ କହୁଛନ୍ତି ନିଶ୍ଚିତ କିଏ କାହା ସପକ୍ଷରେ ବିପକ୍ଷରେ କିଏ କୋଟେ ସେଟା ତାଙ୍କର ବ୍ୟକ୍ତିଗତ ମତ ହେଇପାରେ ଏଇ ମାନେ ମୋ ମତରେ ସେଟା ଠିକ ହଉନାହିଁ ଯାହା କହିବା କଥା ନିଜେ ତାଙ୍କୁ ସୁପ୍ରିମୋଙ୍କ ପାଖରେ କହିବା ଉଚିତ